ଭାରତୀୟ ରେଳବାଇର 10ଟି ଜରୁରୀ ନିୟମ। ଆପଣ ଟ୍ରେନରେ ଯାତ୍ରା କରନ୍ତି କି? ତାହେଲେ ଏହି ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ, କାରଣ ଭାରତୀୟ ରେଳବାଇର ଏମିତି କିଛି ନିୟମ ଅଛି ଯାହା ବିଷୟରେ ଅଧିକାଂଶ ଲୋକ ଜାଣିନଥାନ୍ତି। କିଛି ନିୟମ ଆପଣଙ୍କୁ ଜରିମାନାରୁ ବଞ୍ଚାଇ ପାରିବ, ଆଉ କିଛି ନିୟମ ଆପଣଙ୍କ ଯାତ୍ରାକୁ ଅଧିକ ସୁରକ୍ଷିତ ଓ ସହଜ କରିଦେବ। ତେବେ ଆସନ୍ତୁ ଜାଣିବା ଭାରତୀୟ ରେଳବାଇର 10ଟି ଗୁରୁତ୍ୱପୂର୍ଣ୍ଣ ନିୟମ ସମ୍ପର୍କରେ। ପ୍ରଥମରେ ମିଡିଲ୍ ବର୍ଥ ସମ୍ପର୍କରେ ଚାଲନ୍ତୁ ଜାଣିବା। ଟ୍ରେନରେ ମିଡିଲ୍ ବର୍ଥ ଥିଲେ ତାହାକୁ ଆପଣ ସାରାଦିନ ଖୋଲି ରଖିପାରିବେ ନାହିଁ। ରେଳବାଇର ନିୟମ ଅନୁସାରେ ରାତି 10ଟାରୁ ସକାଳ 6ଟା ପର୍ଯ୍ୟନ୍ତ ମିଡିଲ୍ ବର୍ଥ ଖୋଲି ଶୋଇପାରିବେ। ଦିନବେଳେ ତଳ ବର୍ଥ ମାନେ ଲୋୟର ବର୍ଥର ଯାତ୍ରୀ ବସିବାରେ ସମସ୍ୟା ହେବାରୁ ଏହା 24/7 ଖୋଲି ରଖିବା ସମ୍ଭବ ନୁହେଁ। ଦ୍ୱିତୀୟରେ, ରାତି 10ଟା ପରେ ଶବ୍ଦ କରିବା ମନା। ରାତି 10ଟା ପରେ ଉଚ୍ଚ ସ୍ୱରରେ ଗୀତ ବଜାଇବା, ଜୋରରେ କଥା ହେବା କିମ୍ବା ଅନ୍ୟ ଯାତ୍ରୀଙ୍କୁ ବିରକ୍ତ କରିବା ନିୟମ ବିରୋଧୀ। ଯଦି କେହି ଏପରି କରନ୍ତି, ଟିଟିଇ କିମ୍ବା ରେଲୱେ ଷ୍ଟାଫଙ୍କ ପାଖରେ ଅଭିଯୋଗ କରିପାରିବେ। ତୃତୀୟରେ, ଏମର୍ଜେନ୍ସି ଚେନ୍କୁ ଅନାବଶ୍ୟକ ଭାବେ ଟାଣନ୍ତୁ ନାହିଁ। ଏମର୍ଜେନ୍ସି ଚେନ୍ କେବଳ ଏମର୍ଜେନ୍ସି ବା ଜରୁରୀ ପରିସ୍ଥିତି ପାଇଁ ରହିଥାଏ, ଯେପରିକି ଗୁରୁତର ଅସୁସ୍ଥତା, ଦୁର୍ଘଟଣା, ଛୋଟ ପିଲା କିମ୍ବା ବୃଦ୍ଧ ଯାତ୍ରୀ ହଜିଯିବା ଭଳି ସମସ୍ୟାରେ ଟଣାଯାଏ। ମଜା କିମ୍ବା ଅନାବଶ୍ୟକ ଭାବେ ଚେନ୍ ଟାଣିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଭୋଗିବା ସହ ଜରିମାନା ଭରିବାକୁ ପଡ଼ିଥାଏ। ଚତୁର୍ଥରେ, ଟିକେଟର ଗନ୍ତବ୍ୟ ବଦଳାଇ ପାରିବେ। ଧରନ୍ତୁ ଆପଣଙ୍କ ଟିକେଟ ଭୁବନେଶ୍ୱର ପର୍ଯ୍ୟନ୍ତ ଅଛି, କିନ୍ତୁ ଆପଣ କଟକରୁ ଆହୁରି ଆଗକୁ ଯିବାକୁ ଚାହୁଁଛନ୍ତି। ସିଟ୍ ଖାଲି ଥିଲେ ଟିଟିଇଙ୍କୁ କହି ଅତିରିକ୍ତ ଭଡ଼ା ଦେଇ ଆପଣ ଯାତ୍ରା କରିପାରିବେ। ପଞ୍ଚମରେ, ଟ୍ରେନ୍ ଛାଡ଼ିଦେଲେ ଅନ୍ୟତ୍ର ମଧ୍ୟ ସୁଯୋଗ ଥାଏ। ଯଦି ଆପଣ ନିଜ ବୋର୍ଡିଂ ଷ୍ଟେସନରୁ ଟ୍ରେନ୍ ଧରି ପାରୁନାହାନ୍ତି, ତେବେ କେତେକ ପରିସ୍ଥିତିରେ ପରବର୍ତ୍ତୀ ଷ୍ଟେସନରୁ ମଧ୍ୟ ଆପଣ ଟ୍ରେନ୍ ଧରିପାରିବେ। ଟିଟିଇ ମଧ୍ୟ ସଙ୍ଗେ ସଙ୍ଗେ ଆପଣଙ୍କ ସିଟ୍ ଅନ୍ୟକୁ ଦେଇନଥାନ୍ତି। ଷଷ୍ଠରେ, ଏମ୍ଆର୍ପି ଠାରୁ ଅଧିକ ଦାମ ନେଇପାରିବେ ନାହିଁ। ଟ୍ରେନ୍ କିମ୍ବା ପ୍ଲାଟଫର୍ମରେ ପାଣି, ବିସ୍କୁଟ କିମ୍ବା ଅନ୍ୟ ପ୍ୟାକେଟ୍ ସାମଗ୍ରୀ ଏମ୍ଆର୍ପି ଠାରୁ ଅଧିକ ଦାମରେ ବିକ୍ରି କରିବା ଉଚିତ ନୁହେଁ। ଯଦି କେହି ଅଧିକ ଟଙ୍କା ନେଉଛନ୍ତି, ଆପଣ ତୁରନ୍ତ ଅଭିଯୋଗ କରିପାରିବେ। ସପ୍ତମରେ, ଲଗେଜର ମଧ୍ୟ ସୀମା ରହିଛି। ଆଜ୍ଞା ହଁ, ଅନେକ ଲୋକ ଭାବନ୍ତି ଯେତେ ଇଚ୍ଛା ସାମାନ ନେଇପାରିବେ ବା ଜିନିଷ ନେଇପାରିବେ, କିନ୍ତୁ ରେଳବାଇ ପ୍ରତ୍ୟେକ ଶ୍ରେଣୀ ପାଇଁ ମାଗଣା ଲଗେଜ ସୀମା ନିର୍ଦ୍ଧାରଣ କରିଛି। ଯେପରିକି ଏସି ଫାଷ୍ଟ ପାଇଁ 70 କେଜି, ଏସି 2 ଟାୟାର ପାଇଁ 50 କେଜି, ଏସି 3 ଟାୟାର ପାଇଁ 40 କେଜି, ସ୍ଲିପର ପାଇଁ 40 କେଜି ଏବଂ ସେକେଣ୍ଡ କ୍ଲାସ୍ ପାଇଁ 35 କେଜି। ଏହାଠାରୁ ଅଧିକ ହେଲେ ଅତିରିକ୍ତ ଚାର୍ଜ ଦେବାକୁ ପଡ଼ିଥାଏ। ଅଷ୍ଟମରେ, ୱେଟିଂ ଲିଷ୍ଟ ଟିକେଟ୍ ସହ ରିଜର୍ଭ କୋଚ୍ରେ ଯାତ୍ରା କରନ୍ତୁ ନାହିଁ। କନଫର୍ମ ଟିକେଟ୍ ନଥିଲେ ରିଜର୍ଭ ସ୍ଲିପର କିମ୍ବା ଏସି କୋଚ୍ରେ ଚଢ଼ିଲେ ଜରିମାନା କିମ୍ବା ନିୟମ ଅନୁସାରେ ଅନ୍ୟ କୋଚ୍କୁ ପଠାଯାଇପାରେ। ରେଳବାଇ ରିଜର୍ଭ କୋଚ୍ରେ ଭିଡ଼ କମାଇବା ପାଇଁ ଏହି ନିୟମକୁ କଡ଼ାକଡ଼ି କରୁଛି। ନବମରେ, ଏକାକୀ ମହିଳା ଓ ଶିଶୁଙ୍କ ସୁରକ୍ଷା। ରେଳବାଇର କିଛି ଗୁରୁତ୍ୱପୂର୍ଣ୍ଣ ନିୟମ ଅନୁସାରେ ଏକାକୀ ମହିଳା ଓ ଶିଶୁଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇଥାଏ। ବିଶେଷ କରି ରାତି ସମୟରେ ସେମାନଙ୍କ ସୁରକ୍ଷା ପାଇଁ ଟିଟିଇ ଓ ରେଲୱେ ଷ୍ଟାଫଙ୍କୁ ସହଯୋଗ କରିବାକୁ ନିର୍ଦ୍ଦେଶ ରହିଛି। ଡେରି ରାତିରେ ସେମାନଙ୍କ ପାଖରେ ଟିକେଟ୍ ନଥିଲେ ବି ଟିଟିଇ ତାଙ୍କୁ ଟ୍ରେନ୍ରୁ ବାହାର କରିପାରିବେ ନାହିଁ। ଶେଷ ନିୟମ ବା 10ମ ନିୟମ ରହିଛି, ବୈଧ ଟିକେଟ୍ ସବୁବେଳେ ସାଙ୍ଗରେ ରଖନ୍ତୁ। ଆଜ୍ଞା ହଁ, ଯାତ୍ରା ସମୟରେ ଟିକେଟ୍ ଓ ପରିଚୟ ପତ୍ର ଯେଉଁଠି ଆବଶ୍ୟକ ସାଙ୍ଗରେ ରଖନ୍ତୁ। ଟିଟିଇ ଯାଞ୍ଚ କରିବା ବେଳେ ବୈଧ ଟିକେଟ୍ ନଥିଲେ ଅତିରିକ୍ତ ଭଡ଼ା କିମ୍ବା ଜରିମାନା ଦେବାକୁ ପଡ଼ିପାରେ। ତ ଏଗୁଡ଼ିକ ଥିଲା ଆମ ଭାରତୀୟ ରେଳବାଇର କିଛି ଜରୁରୀ ନିୟମ, ଯାହା ପ୍ରତ୍ୟେକ ଯାତ୍ରୀ ଜାଣି ରଖିବା ଉଚିତ। ଏହି ସାଧାରଣ ତଥ୍ୟ ଆପଣଙ୍କୁ ଜରିମାନାରୁ ବଞ୍ଚାଇ ପାରିବ, ସମୟ ବଞ୍ଚାଇବ ଏବଂ ଆପଣଙ୍କ ଯାତ୍ରାକୁ ଅଧିକ ସୁରକ୍ଷିତ ଏବଂ ସହଜ କରିବ। ଯଦି ଆଜିର ଏହି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଛି, ତେବେ ଭିଡ଼ିଓକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ, କମେଣ୍ଟରେ ମତାମତ ଜଣାନ୍ତୁ ଏବଂ ଏଭଳି ଅନେକ ଇନଫର୍ମେଟିଭ୍ ଭିଡ଼ିଓ ଯଦି ଆପଣ ଦେଖିବାକୁ ଚାହୁଁଛନ୍ତି, ତାହେଲେ ମୋ ଚ୍ୟାନେଲକୁ ଏବେ ହିଁ ସବସ୍କ୍ରାଇବ୍ କରିଦିଅନ୍ତୁ।